କିଛି ବର୍ଷ ତଳେ ଯେତେବେଳେ ବିଜେପି ବିରୋଧୀ ଦଳରେ ଥିଲା ସେତେବେଳେ ଗୋଟିଏ ନାରା ଦେଇଥିଲା, କ'ଣ? ମଦ ଦିଏ ନବୀନ, ମଦ ନିଏ ଜୀବନ। ଆଜି ଶ୍ରୀ ନବୀନ ପଟ୍ଟନାୟକ ସାର୍ ସରକାରରେ ନାହାନ୍ତି, କିନ୍ତୁ ବନ୍ଦ ହୋଇଥିବା 70ଟି ମଦ ଦୋକାନ ଆଉ 3ଟି ନୂଆ ମଦ କାରଖାନା ଖୋଲିବା ପାଇଁ କିଏ ପ୍ରୋତ୍ସାହନ ଦେଉଛନ୍ତି? ଯେଉଁ ବିଜେପି ସରକାର ଦିନେ ଓଡ଼ିଶାକୁ ଆଶା ଦେଖାଇଥିଲେ ଯେ ରାମରାଜ୍ୟ ଗଠନ କରିବ, ଓଡ଼ିଶାରୁ ମଦମୁକ୍ତ କରିବ, ଆଜି ମଦ ବିକିବା ପାଇଁ ପ୍ରୋତ୍ସାହନ ଦେଉଛି କିଏ? ଟିକେ ନିଶ୍ଚୟ ଉତ୍ତର ରଖିବ। ଜୟ ଜଗନ୍ନାଥ।